Hey, hi everyone. Let's start a new video for my lifestyle. Okay, done. ଚାଲନ୍ତୁ। Yes, ମୁଁ ଏବେ ରେଡ଼ି ମନ୍ଦିର ଯିବାକୁ। ଦେଖନ୍ତୁ ମୋ ଆଉଟଫିଟ୍ କେତେ ସୁନ୍ଦର ହେଇଛି। ଏଇଟା ହେଉଛି ମୋ ଫୁଲ୍ ଆଉଟଫିଟ୍। ଆଜି ୟାକୁ ହିଁ ପିନ୍ଧିକିରି ମୁଁ ମନ୍ଦିର ଯିବି। ଦେଖନ୍ତୁ ପୁରା ରେଡ଼ି ହେଇକି ଅଛି। ଏବେ ମନ୍ଦିର ଯିବା ଆଉ ଦେଖିବା ସେଠି ମୁଁ କ'ଣ କରୁଛି। ଓକେ, ସେଠି ଦେଖା ଚାଲନ୍ତୁ ଏବେ ମନ୍ଦିରକୁ ଯିବା। ବହୁତ ଟାଇମ୍ ହେଇଗଲାଣି ତ ଏଇଟା ହେଉଛି ଆମ ଗ୍ରାମରେ ମହାଦେବଙ୍କ ମନ୍ଦିର। ଏବେ ସେଠି ପ୍ରସାଦ କରିବା। ଫାଇନାଲି ମୁଁ ମନ୍ଦିରରେ ଏବେ ଆସିକି ପହଞ୍ଚିଲି। ଜଷ୍ଟ ଏବେ ସାଙ୍ଗେ ସାଙ୍ଗେ ଆସିକି ପହଞ୍ଚିଲି। ତ ଏତେ ବାଟକୁ ଯାଇକିରି ଆସିବାରୁ ଭୋକ ତ ନିଶ୍ଚିନ୍ତ କରିବ। ବ୍ରେକଫାଷ୍ଟ ଟାଇମ୍ ବି ହେଇଗଲାଣି, 10ଟା ପାଖାପାଖି ହେଇଗଲାଣି। ତ ଏବେ ବ୍ରେକଫାଷ୍ଟ କରିବା। ତ ବ୍ରେକଫାଷ୍ଟ ଆଜି ମୁଁ କ'ଣ କରୁଛି ଆପଣମାନଙ୍କୁ ଆଜିର ବ୍ରେକଫାଷ୍ଟ ବହୁତ ହିଁ ସ୍ପେଶାଲ।
ହେଇଗଲା ଚିକେନ୍ ତରକାରୀ। ଏବେ ଦେଖ ମା ପୁଅ ଦୁଇ ଜଣ କେମିତି ଭିଡ଼ିଓରେ ଦେଖିକିରି ମୋବାଇଲ୍ ଭିତରେ ପଶି ଯାଇଛନ୍ତି ଭିଡ଼ିଓ ଦେଖିକି। ବିଶ୍ୱାସ କରିବେନି 2 ଜଣ ପାଗଳ। ଦେଖ ଯେମିତି ପୁଅ ମୋତେ ଦେଖିଛି ସାଙ୍ଗେ ସାଙ୍ଗେ ଉଠିଗଲା ଆଉ ମୋ ପାଖକୁ ଆସିବାକୁ ଚେଷ୍ଟା କେମିତି କରୁଛି। ବାସ୍ ଦେଖୁଥାନ୍ତୁ କେମିତି ହେଉଛି ସେ ଆସିବେ ବୋଲି। ତ କେତେ କାନ୍ଦୁଛି ଦେଖନ୍ତୁ, କାନ୍ଦିକିରି କେମିତି ମୁହଁ ଲୁଚଉଛି। ଏତେ ଲାଜ ସେ ଟୋକାର। ଦେଖନ୍ତୁ ଜୋକର ଟାଇପ୍ର ଇଏ ଜୋକର। ଦେଖନ୍ତୁ ମୋତେ କହୁଛି କି ଚିକେନ୍ ଦେ ମୁଁ ଖାଇବି। ଏବେ ଖାଉଛି ମାଛ ଡାଲି ଭାତ ଏସବୁ ସେ ଖାଉଛି। ଆଜ୍ଞା ଏବେ ଲଞ୍ଚ ଟାଇମ୍ ହେଇଗଲା, ମିନିମମ୍ 1 ହେଇଗଲାଣି। ତ ଲଞ୍ଚ ତ ଏବେ ହିଁ କରନ୍ତି, ଲଞ୍ଚ ଟାଇମ୍ ହେଇଗଲାଣି। ତ ଆଜି ଲଞ୍ଚରେ ମୁଁ କ'ଣ ଖାଉଛି ଆପଣମାନଙ୍କୁ ସେୟାର କରିବି। କ'ଣ ଖାଇବି ମୁଁ ଆଜି କିଛି ସ୍ପେଶାଲ୍ ଅଛି ଯେଉଁଟାକି ଆମ ଓଡ଼ିଆମାନଙ୍କର ଫେଭରାଇଟ୍। ଖାସ୍ କରିକିରି ପ୍ରାୟ ସବୁବେଳେ ଏଇଟା ଖାଆନ୍ତି ସମସ୍ତଙ୍କ ଫେଭରାଇଟ୍ ହିଁ। ତ ମୁଁ ଖାସ୍ କରିକି ମୋର ତ ବହୁତ ହିଁ ଫେଭରାଇଟ୍। ତ ଚାଲନ୍ତୁ ଦେଖିବା ମୁଁ ଆଜି କ'ଣ ଖାଉଛି। ଓକେ ଲେଟ୍ସ ଷ୍ଟାର୍ଟ। ଦେଖନ୍ତୁ ସ୍ପେଶାଲ୍ ଲଞ୍ଚ ରେଡ଼ି। ଏଇଟା ମୋ ଫେଭରାଇଟ୍ ଚିକେନ୍ ଆଉ ଭାତ ଡାଲି ଆଉ ଏଇଟା କି ରାଇ ମା ବନେଇଥିଲେ। ତ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ମୋ ଫେଭରାଇଟ୍। ମୁଁ ବିଶ୍ୱାସ ବି କରିପାରିବିନି ଏତେ ଚିକେନ୍କୁ ଭଲ ପାଏ କି ଲିମିଟ୍ ବାହାରେ। ଚିକେନ୍ ହେଇଥିଲେ ମୁଁ ବୋଧେ ଥାଳି ଭାତ ଖାଇଦେବି। ବହୁତ ହିଁ ମୋତେ ଚିକେନ୍ ଭଲ ଲାଗେ, ବହୁତ ହିଁ ଭଲ ଲାଗେ। କହିପାରିବିନି, ଏକ୍ସପ୍ଲେନ୍ କରିପାରିବିନି କେତେ ଚିକେନ୍ ଭଲ ଲାଗେ। ତ ମୁଁ ନିଜେ ବନେଇଛି ତ ଟେଷ୍ଟ କଲି ଫାର୍ଷ୍ଟ ଟାଇମ୍ ପାଇଁ ନିଜେ। ତ ଭଲ ଲାଗୁଥିଲା। ଆପଣମାନେ ଭାବୁଥିବେ ମୁଁ ନିଜେ ବନେଇଛି ତ ନିଜର ପ୍ରଶଂସା କରୁଥିବି। ତ କିନ୍ତୁ ସତରେ କହୁଛି ଗଟ୍ ପ୍ରମିସ୍ ଚିକେନ୍ ବହୁତ ଟେଷ୍ଟି ହେଇଥିଲା। ତ ମୁଁ କିଛି ଇଆଡ଼ୁ ସିଆଡ଼ୁ କହିକି ଛାଡ଼ି ଖାଇଚାଲିଛି, ଅନେଇବାର ନାହିଁ। ଦେଖନ୍ତୁ କେମିତି ଖାଉଛି, ଏମିତି 10 ଦିନ ହେଲା ଖାଇନି ସେମିତି ଖାଉଛି। ବହୁତ ହିଁ ଟେଷ୍ଟି ହେଇଥିଲା। ତ ମୁଁ ଖାଇସାରେ ଆପଣଙ୍କ ସହିତ ଦେଖା ହେବ। ଖାଇକି ମୁଁ କିଛି ସମୟ ରେଷ୍ଟ ନେଇଥିଲି ତ ସମୟ ମିଳିଲାନି ଆଉ କିଛି ଭିଡ଼ିଓ କରିବା। ତ ଏବେ ଶୋଇକି ଉଠିକିରି ଭିଡ଼ିଓ କରିବାକୁ ଚାଲିଗଲି। ଶୋଇକି ଉଠିଲା ପରେ 4ଟା ବେଳେ ଟାଇମ୍ ରିଲାକ୍ସ ପାଇଁ ମୁଁ କେଉଁଠିକି ଯାଏ। ଆଉ କେଉଁଠିକି ଯାଏ ସେଇଟା ଆପଣଙ୍କୁ ଶିଖେଇକିରି କହୁଛି। ମୋ ସାଙ୍ଗମାନେ ଆସିଥିଲେ, ତାଙ୍କର କିଛି କାମ ପଡ଼ିଗଲା, ସେ ସେଠି ରହିଗଲେ। ତ ମୁଁ ଏକା ଚାଲି ଆସିଲି ଆପଣଙ୍କୁ ଜାଗା ଦେଖାଇବା ପାଇଁ କି କେଉଁଠି ରିଲାକ୍ସ ଫିଲ୍ କରେ ଆସିକିରି ଏଠି ବସେ। ବହୁତ ହିଁ ସୁନ୍ଦର ପବନ ମାରେ ତ ଏନ୍ଜୟ କରେ। ବାସ୍ କିଛି ଟାଇମ୍ ତ ଏକା ରହିବାକୁ ଭଲ ଲାଗେ ନା। ତ ଦେଖନ୍ତୁ କେତେ ସୁନ୍ଦର ଜାଗା ଇଏ ଗୋଟେ ବିଲ ଟାଇପ୍ର। ଆମ ଗାଁରେ ବହୁତ ସାରା ଘର, ଏଠି ବହୁତ ସାରା ଗଛ ଯେଉଁଠିକି ପବନ ମାରେ। ଏଇଟା ଗୋଟେ ବିଲ। ତ ବହୁତ ହିଁ ସୁନ୍ଦର ଲାଗେ ଏଇଠି ଆସିକି ବସିବାକୁ, ସାଙ୍ଗମାନଙ୍କ ସହ ଏନ୍ଜୟ କରିବାକୁ। ଦେଖନ୍ତୁ ଆକୁ ମୁଁ କିଛି କହିପାରିବିନି, ଇଏ ହେଉଛି ମୋର ଅଧା ପାର୍ଟନର୍। ଯେମିତିକି ମୋର ସବୁ ଟାଇମ୍ରେ ଇଏ ମୋ ସହିତ ରୁହେ ସବୁଟା। ଦେଖନ୍ତୁ କେମିତି ପାଗଳ ଭଳିଆ ଚାଲି ଚାଲି ଆସୁଛି। ଇଏ ଦେଖନ୍ତୁ କ୍ୟାଟୱାକ୍ କରିଛି, ୱାଃ ଇଏ ହିରୋଇନ୍ ହେଇଥାନ୍ତା, ଭୁଲରେ ମୋ ସାଙ୍ଗ ହେଇଗଲା। ବହୁତ ହିଁ କ୍ୟୁଟ୍, ବହୁତ ହିଁ ଶୈତାନ, କିଛି କହିହେବନି ତା ନାଁରେ। ମୋତେ ପୁଣି କହିବ କାହିଁ ମୋ ଭିଡ଼ିଓରେ ଏମିତି କହୁ ଜଣେ ଖେଳୁଛି। ୟେସ୍ ଏବେ ସନ୍ଧ୍ୟାବେଳେ ହେଇଗଲା, ମିନିମମ୍ 6ଟା କି 7ଟା ହେଲାଣି। ତ କିଛି ସ୍ନାକ୍ସ ତ ନିହାତି ଦରକାର ଖାଇବାକୁ ନା। ତ ମୋର ତ ସ୍ନାକ୍ସ ନହେଲେ ସନ୍ଧ୍ୟାବେଳେ ହେବନି। ସୋ କିଛି ସ୍ନାକ୍ସ ଚାଲ ଖାଇବା, ଦେଖିବା ମୁଁ କ'ଣ ସ୍ନାକ୍ସ ଖାଉଛି। ଓକେ ୱେଟ୍ ଦେଖନ୍ତୁ। ଆଜି ସ୍ନାକ୍ସରେ ମା ମୋ ପାଇଁ ଚା କରିଥିଲେ, ବିସ୍କୁଟ୍ ଆଣ୍ଡ ମିକ୍ସଚର ଦେଇଥିଲେ ମୋତେ ସ୍ନାକ୍ସରେ ଖାଇବା ପାଇଁ। ଚା ବହୁତ ଟେଷ୍ଟି ଥିଲା ଆଣ୍ଡ ବିସ୍କୁଟ୍ ତ ମୋ ଫେଭରାଇଟ୍ ଚକୋଲେଟ୍ ବିସ୍କୁଟ୍।
ତ ମୁଁ ଖାଇ ଚାଲିଛି କିଛି ଏଠି ମୋ ପୁଅ ମୋତେ ହଇରାଣ କରିବାରେ ଡିଷ୍ଟର୍ବ କରିବାରେ ଲାଗି ପଡ଼ିଛନ୍ତି। ଆସିକି ମୋ ଫୋନ୍ କଭରକୁ କାମୁଡ଼ି ଧରୁଛନ୍ତି, ମୋତେ ଭିଡ଼ିଓ କରିବାକୁ ଦେବୁନାହାନ୍ତି। ଦେଖନ୍ତୁ କେମିତି ଆବା କରୁଛନ୍ତି। ମୁଁ କହୁଛି କି ଲାଇକ୍ କରିବାକୁ କୁହ, ସେ କିଛି କହୁନାହାନ୍ତି, ଅନେଇଛନ୍ତି ମୁଁ ଯେ କହୁନାହାନ୍ତି। ୟେସ୍ ଦ୍ୟାଟ୍ ଭିଡ଼ିଓ ଇଜ୍ କମ୍ପ୍ଲିଟ୍। ଆପଣ ଯଦି ଫାଷ୍ଟରୁ ଲାଷ୍ଟ ଯାଏ ଏନ୍ଜୟ କରିଛନ୍ତି ଭିଡ଼ିଓ ତ ପ୍ଲିଜ୍ ଲାଇକ୍ ତ ବନତା ହେ ୟାର, ଲାଇକ୍ ନିଶ୍ଚୟ କରିବେ। ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ବି କରିଦେବେ, ପଇସା ପଡ଼ିବନି ସବସ୍କ୍ରାଇବ୍ କଲେ ତ ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ। ଆଉ ଆପଣ ଦେଖିଦେଇକି ଭିଡ଼ିଓ ଲାଇକ୍ କରୁନାହାନ୍ତି ତ ଆମକୁ ଭଲ ଲାଗୁନି ଆଗକୁ ଭିଡ଼ିଓ କରିବା ପାଇଁ, ତ ଏନକରେଜ୍ କରନ୍ତୁ। ତ ଆମେ ଆଗକୁ ବହୁତ ନେକ୍ସଟ ଭିଡ଼ିଓ ବହୁତ ଜଲ୍ଦି ଆସୁଛି, ଆପଣମାନେ ଦେଖିକି ବି ଏନ୍ଜୟ କରିବେ। ତ ପ୍ଲିଜ୍ ଭଲ ଲାଗିଥିଲେ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତ ନେକ୍ସଟ ଭିଡ଼ିଓ ବହୁତ ଜଲ୍ଦି ଆସିବ, ନେକ୍ସଟ ଭିଡ଼ିଓ ଦେଖାହେବା। ବାଏ, ଅଲ୍ ଲଭ୍ ୟୁ।